ସମ୍ବଲପୁର ଚିଡ଼ିଆଖାନାରେ ବନ୍ୟପ୍ରାଣୀ ସପ୍ତାହ ଉଦ୍ଯାପିତ। ହଁ ଦର୍ଶକ ବନ୍ଧୁ, ଗତ 2 ତାରିଖ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେବା ସହିତ ଓଡ଼ିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସମ୍ବଲପୁର ଚିଡ଼ିଆଖାନା ପରିସରରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ସମାରୋହ ଉଦ୍ଯାପିତ ହୋଇଯାଇଛି। ଏଥିରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅଂଶୁପ୍ରଭା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସିଦ୍ଧେଶ୍ୱର ବଳିରାମ ବେନ୍ଦର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଣିଷ ବନ୍ୟପ୍ରାଣୀଙ୍କୁ ଅନାବିଳ ଭଲ ପାଇଲେ ସୃଷ୍ଟି ଆଗକୁ ଆଗେଇ ପାରିବ ବୋଲି କହିଥିଲେ। ସେ ତାଙ୍କ ଭାଷଣରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଜୀବେ ଦୟାର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ବନ ସଂରକ୍ଷଣ ଟି ଅଶୋକ କୁମାର ବନ ଓ ବନ୍ୟପ୍ରାଣୀର ସୁରକ୍ଷା ବାର୍ତ୍ତାକୁ ଗାଁକୁ ପହଞ୍ଚିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ସମ୍ବଲପୁର ବନ ନିଗମ ଆୟୁକ୍ତ ବେଦଭୂଷଣ ସ୍ୱଚ୍ଛତା ଉପରେ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀ କାଲୁଙ୍ଗେ ଗୋରକୱାମନ ବୃକ୍ଷରୋପଣ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବନ୍ୟ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ପରିବେଶ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ, ଇଞ୍ଜିନିୟର ସୁବ୍ରତ କୁମାର ନାଥ ଓ ଅବସରପ୍ରାପ୍ତ ଖେଳ ଶିକ୍ଷକ ସୁଧାଂଶୁ କୁମାର ଛନ୍ଦଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ମାନପତ୍ର ସହ ଅର୍ଥରାଶି ଦେଇ ଅତିଥିଗଣ ଏହି 3 ଜଣଙ୍କ ପ୍ରତିଭାକୁ ସମ୍ମାନିତ କରିଥିଲେ। ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ସରକାରୀ ବନଖଣ୍ଡ ଅଧିକାରୀ ରେବତୀ ରମନ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସବିତାନନ୍ଦ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ। ସମ୍ବଲପୁରରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।